ଏଠି ଏଠି ଡାହାଣ ହାତେ ଏଠି ପୁରା ଏଠି ସେପଟେ ବି ରାଉରକେଲା ସହରବାସୀଙ୍କୁ ଡରାଉଛି ହାତୀ। ପୁଣି ହାତୀ ଆତଙ୍କ ଯୋଗୁଁ ଯାଇଛି ଜଣଙ୍କ ଜୀବନ, ଯାହାକି 75 ବର୍ଷୀୟ ବୃଦ୍ଧଙ୍କୁ ଏକ ଦନ୍ତା ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ରାଉରକେଲା ସେକ୍ଟର 19 ନିକଟସ୍ଥ ହମିପୁର କିଷାନ ଟୋଲା ଅଞ୍ଚଳରେ ହାତୀ ମଣିଷ ଲଢ଼େଇରେ ପୁଣି ଏକ ମୂଲ୍ୟବାନ ଜୀବନ ଯାଇଛି। ସେ ମୋ ବାପା ଥିଲେ। ସକାଳେ 4:20 ଘରୁ ବାହାରିଥିଲେ ଝାଡ଼ା ଯିବା ପାଇଁ। ଝାଡ଼ା ଯାଇଥିଲେ, ତାପରେ ତ ସେଠି ସେ ମୋ ଝି ଜଣେ ଆସିକି ଦେଖିଲେ ଯେ ମୋ ବାପା ପଡ଼ିଛନ୍ତି। ସେ ଆସିକି ଉଠାଇଲେ, ସମସ୍ତେ ଆମେ ଗଲୁ, ତାପରେ ଦେଖିଲୁ। ତାପରେ ଆମେ ମୁଁ ସମୟ ଦେଖିନି ସାର୍, ସମୟ ଦେଖିନି କି ସେଇ 5ଟା ବାଜି ନଥିଲା, 5ଟା ବାଜି ନଥିଲା ସେଠି ଦେଖିଲେ ବାପା ପଡ଼ିଛନ୍ତି। ତାପରେ ମୋ ଭାଇ ଆଉ ମୋ ପୁଅ ଧରିକି ଆଣିଲେ, ଶୁଆଇଲେ। ତାପରେ ଆଉ ଟିକେ ସେ ଛୋଟାରେ ଯାଇକି ଆମେ ଗଲୁ, ସେଠି ଆଉ ଜାଗା ମୁଁ ଆଗକୁ ଗଲି ଥରେ, ତାପରେ ଚପଲ ସବୁ ପଡ଼ିଥିଲା, ଚପଲ ସବୁ ନେଇକି ଆସିଲି। ତାପରେ ମନଟା ମାନିଲାନି, ଆଉ ମୁଁ ଥରେ ଗଲି, ସେଠି ଦେଖିଲି ଯେ ସେ ହାତୀର ତା ଚିହ୍ନଟା ପଡ଼ିଛି, ତା 5ଟା ସେଠି ପୁରା ଲମ୍ବା ଲମ୍ବା ହେଇକି ପଡ଼ିଛି। ମୋ ବାପାକୁ ଟାଣିକି ନେଇଛି, ସେ ଜାଗାଟା ବି ପୁରା ଏବେ ଯାଏ ଦେଖାଯାଉଛି ସାର୍ ସେଠି। ତାପରେ ଆଉ ଆସିକି ଦେଖିଲୁ ମୋ ବାପାର ହାତଟା ଏଠି ପୁରା ଲାଗିଯାଇଥିଲା, ଘା ହେଇଯାଇଥିଲା, ଏଠି ଟିକେ ବାଜିଥିଲା, ଗୋଡ଼ଟା ପୁରା ଭାଙ୍ଗି ଯାଇଛି, ଏଠି ବି ପୁରା ଭାଙ୍ଗି ଯାଇଛି, ଆଉ ନାକରୁ ରକ୍ତ ବହୁଥିଲା। ତାପରେ ଏଇ ହାତରେ ବି ଲାଗିଥିଲା ସାର୍। ତାପରେ ଆଣିକି ଡକ୍ଟରକୁ ଦେଖେଇଲୁ, ତାପରେ କହୁଛନ୍ତି ନା ତ ବାପା ନାହିଁ କହିଲେ, ଆଉ ମେଡ଼ିକାଲକୁ ନେଲୁନି। ସମସ୍ତେ ଆସିଥିଲେ। କ'ଣ ଚାହିଁବି ସାର୍, ଆମେ ଗରିବ ଲୋକ, ଆମେ ଆଉ କ'ଣ। ତେବେ ଯାହା ଜଣାପଡ଼ିଛି, ଆଜି ଭୋର ସମୟରେ କିଶନଟୋଲାର ସୁଦବଡ଼ାଇକ ନାମକ ଜଣେ 75 ବୃଦ୍ଧ ଶୌଚ ହେବା ପାଇଁ ପଡ଼ିଆକୁ ଯାଇଥିଲେ, କିନ୍ତୁ ସେଠାରେ ଦନ୍ତା ହାବୁଡ଼ରେ ପଡ଼ିଯିବାରୁ ଦନ୍ତାହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ଖବର ପାଇ ସକାଳେ ରାଉରକେଲା ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ହାତୀ ସ୍ଥାନୀୟ ବସ୍ତିରେ କିଛି ଘର ଭାଙ୍ଗିବା ସହିତ ଏକ ସ୍କୁଲର କାନ୍ଥକୁ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି। ତେବେ ନିକଟ ଅତୀତରେ ବାରମ୍ବାର ଏହିପରି ଘଟଣା ଘଟୁଥିବାରୁ ବନ ବିଭାଗର ଅକ୍ଷମତା ପଦାରେ ପଡ଼ିଛି। ସେପଟେ ସହରରେ ଖୁଲମ ଖୁଲା ଦନ୍ତାହାତୀ ବୁଲୁଥିବାରୁ ସହରବାସୀ ଏବେ ଭୟଭୀତ ରହିଥିବା ଜଣାପଡ଼ିଛି। ନିଶ୍ଚିତ ଭାବରେ ଆଜି ଏକ ବଡ଼ ଦୁଃଖଦ ଘଟଣା। ହମିରପୁରଠାରେ ଜଣେ 75 ବର୍ଷ ବୟସ୍କ ବୃଦ୍ଧାଙ୍କୁ ହାତୀ ଆକ୍ରମଣରେ ତାଙ୍କର ଦେହାନ୍ତ ହେଇଯାଇଛି। ଆଉ କିଛି ଦିନ ତଳେ ଆମେ ଡିଏଫ୍ଓଙ୍କ ସହିତ ମଧ୍ୟ ବସିଥିଲୁ, ତା ସହିତ କିଛି ଜିଲ୍ଲା ପରିଷଦ ସରପଞ୍ଚ ଲେବୁଲରେ ବୈଠକ ହେଇଥିଲା। ସେଥିରେ ଅନ୍ୟ ସ୍ଥାନୀୟ MLA ମାନେ ମଧ୍ୟ ଥିଲେ। ସରକାରଙ୍କ ତରଫରୁ ଗୋଟେ ପ୍ରୟାସ ଆରମ୍ଭ ହେଇଛି କି ହାତୀ ଆଉ ମଣିଷ ଭିତରେ ଯେଉଁ ଲଢ଼େଇ ଚାଲିଛି ତାକୁ କମ୍ କରିବା। ହାତୀ ସୁରକ୍ଷିତ ରୁହନ୍ତୁ, ମଣିଷ ମଧ୍ୟ ସୁରକ୍ଷିତ ରୁହନ୍ତୁ। ଏ ପ୍ରୟାସ ଯେଉଁ ଆରମ୍ଭ ହେଇଛି ଧୀରେ ଧୀରେ ତଳ ସ୍ତରକୁ ଯିବ। ଏବଂ ଆଜି ଏଭଳିଆ ଏକ ତା ଭିତରେ ଗୋଟେ ଦୁଃଖଦ ଘଟଣା ମଧ୍ୟ ଘଟିଗଲା। ମୁଁ ଶୁଣିଲା ପରେ ଯାଇଥିଲି, ଶୋକସନ୍ତପ୍ତ ପରିବାରକୁ ଭେଟିକି ଆସିଲି ଏବଂ DFOଙ୍କୁ ସୂଚନା ଦେଇଥିଲି। ତାଙ୍କ ଟିମ୍ ମଧ୍ୟ ଆସିଲେ, ଆଉ ସେମାନେ ଇମିଡ଼ିଏଟଲି ତାକୁ କିଛି ଆର୍ଥିକ ସହଯୋଗ କରିକି ତାର କ୍ରିମିନାଲେସନ୍ ତଥା ଅନ୍ୟାନ୍ୟ ବ୍ୟବସ୍ଥା କରିବା ସହିତ ସରକାରୀ ବ୍ୟବସ୍ଥାରେ ଯେଉଁ ସହାୟତା ଅଛି ତାଙ୍କୁ କେମିତି ଉପଯୁକ୍ତ ଭାବରେ ମିଳିବ ସେ ବିଷୟରେ କଥାବାର୍ତ୍ତା ହେଲି। ଏବଂ ଆଗାମୀ ଦିନରେ ଯେମିତି ହାତୀ ନ ଆସୁ, ହାତୀ ସହର ଭିତରକୁ ଆସିଗଲେ ଜନଜୀବନ କ୍ଷତି ହେବାର ଆଶଙ୍କା ବହୁତ ଅଛି। ଏ ସଚେତନତା ଆମ ସରକାର ଆସିବା ପରେ ଆରମ୍ଭ ହେଇଛି। କିଛି ଦିନ ତଳେ ମଧ୍ୟ ଗୋଟେ ମିଟିଂ ହେଇଥିଲା, ସେଥିରେ ବୀରମିତ୍ରପୁରର ବିଧାୟକ, ଆମର ବଣେଇର ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ସରକାରଙ୍କ ଲକ୍ଷ୍ୟ
ଅଧିକରୁ ଅଧିକ ସଚେତନ କରାଯାଉ ଏବଂ ଏଇଭଳିଆ ଦୁର୍ଘଟଣା ନ ଘଟୁ। ଆଉ ଏଇ ଯେଉଁ ସଚେତନ କାର୍ଯ୍ୟକ୍ରମ ଧୀରେ ଧୀରେ ତଳ ସ୍ତରକୁ ଯାଉ, ଲୋକ ଆହୁରି ସଚେତନ ହୁଅନ୍ତୁ। ରାଉରକେଲାରୁ ସୁରଜିତ ନନ୍ଦଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।